ମାନେ ଦଶମ ଶ୍ରେଣୀ ସାହିତ୍ୟର ଆମର ମାତୃଭାଷା ଓ ଲୋକଶିକ୍ଷାର ଅଭ୍ୟାସ ପ୍ରଶ୍ନପତ୍ର ଆଜି ସବୁ କରିବା ହେଲା। 1 ନମ୍ବର ଯେ ଦୁହୁ ଯୁକ୍ତ ଭାଗ୍ୟ ଯେମିତି ଦୁର୍ଭାଗ୍ୟ ସେମିତି ଦୁହୁ ଲଗାଇ ଆଉ 4 ଆମେ ଶବ୍ଦ ଲେଖିବା। ତାହେଲେ ଦୁହୁ ଯୁକ୍ତ ଚିନ୍ତା ଦୁଶ୍ଚିନ୍ତା, ଦୁହୁ ଯୁକ୍ତ ଛେଦ୍ୟ ଦୁଶ୍ଛେଦ୍ୟ, ଦୁହୁ ଯୁକ୍ତ ସମୟ ଦୁଃସମୟ, ଦୁହୁ ଯୁକ୍ତ ଭାବନା ଦୁର୍ଭାବନା ହେଲା। ଏଠି 6 ଶବ୍ଦ ମଧ୍ୟ ମୁଁ ଲେଖିଦେଇଛି। 2 ନମ୍ବର ଦେଲା ଅନ୍ତବସ୍ତ୍ର ପରି ଆଉ 4 ଯୋଡ଼ା ଶବ୍ଦ ପଠିତ ବିଷୟରୁ ଚୟନ କର। ବିଦ୍ୟାବୁଦ୍ଧି, ରଙ୍ଗରୂପ, ଘରଦ୍ୱାର, ହାଣ୍ଡି ମାଠିଆ, ରାସ୍ତାଘାଟ ଓ କାନ୍ଥ ବାଡ଼। 3 ନମ୍ବର ଆମକୁ ଦେଲା ଯେମିତି ମନସ ଶବ୍ଦରେ ଇକି ପ୍ରତ୍ୟୟ ଲାଗି ମାନସିକ ହୋଇଛି ସେମିତି ଇକି ପ୍ରତ୍ୟୟ ଯୁକ୍ତ ଶବ୍ଦ ଲେଖ। ତାହେଲେ ଗଣିତରେ ଇକି ଲାଗିଲେ ଗାଣିତିକ, ଦିନରେ ଇକି ଲାଗିଲେ ଦୈନିକ, ରାଜସରେ ଇକି ଲାଗିଲେ ରାଜସିକ, ବାଚରେ ଇକି ଲାଗିଲେ ବାଚିକ। 4 ନମ୍ବର ସନ୍ଧି ବିଚ୍ଛେଦ କରିବାରେ ପିଲାମାନେ ସର୍ବୋତ୍କୃଷ୍ଟ ସର୍ବଯୁକ୍ତ ଉତ୍କୃଷ୍ଟ, ନିରଳସ ନିହି ଯୁକ୍ତ ଅଳସ, ନିରବଚ୍ଛିନ୍ନ ନିହି ଯୁକ୍ତ ଅବିଚ୍ଛନ୍ନ। ତାପରେ ଏଇଟା ହେଲା ଭୁଲ, ଏଇଟା ନିଶ୍ଚୟ, ଏଇଟା ହେଲା ନିଶ୍ଚୟ, ନିହି ଯୁକ୍ତ ଚୟ, ଉନ୍ମୋଚନ ଉତ୍ ଯୁକ୍ତ ମୋଚନ। ଏଇଟା ପରୀକ୍ଷାରେ ଆସୁଛି ହେଲା, ମନେ ରଖିଥିବ ଉନ୍ମୋଚନ ଉତ୍ ଯୁକ୍ତ ମୋଚନ। 5 ନମ୍ବର ପ୍ରଶ୍ନ ଆମ ଆଖି ଆଗରେ ବିପର୍ତ୍ତ ଶବ୍ଦ ଲେଖିବାରେ ବିପର୍ତ୍ତ ଅର୍ଥବୋଧକ। ଜ୍ଞାନୀ ପିଲାମାନେ କ'ଣ କିରେ ଜ୍ଞାନ ଅଜ୍ଞାନ, ଆମଦାନୀ ରପ୍ତାନି, ସନ୍ଦେହ ନିଃସନ୍ଦେହ, ଆରମ୍ଭ ଶେଷ, ସୁଯୋଗ କ'ଣ ଦୁର୍ଯୋଗ, ଆଦର୍ଶ ଅନାଦର୍ଶ। 6 ନମ୍ବର କ'ଣ କିରେ ପିଲାମାନେ ଆମକୁ ଦେଲା କ ସ୍ତମ୍ଭ ସହିତ ଖ ସ୍ତମ୍ଭ ଆମେ ଯୋଗ କରିବା। ମୁଁ ଅଲରେଡ଼ି ଯୋଗ କରିଦେଇଛି, ତମେ ଏଇଟା ଲେଖିଦେବ ହେଲା। ତାପରେ 7 ନମ୍ବର ପ୍ରଦତ୍ତ ଉତ୍ତର ଗୁଡ଼ିକରୁ ଠିକ୍ ଉତ୍ତରଟି ବାଛି ଆମେ ଶୂନ୍ୟସ୍ଥାନ ପୂରଣ କରିବା। ଅନ୍ନଦାସଙ୍କର ମାତୃଭାଷା ଥିଲା କ'ଣ ଥିଲା? ବଙ୍ଗଳା ଥିଲା ହେଲା। ଖରେ ଇସ୍ରାଏଲ ସହିତ ଡ୍ୟାସ ଭାଷା ସମ୍ପର୍କିତ ହେଲା ହିବ୍ର। ଗରେ ଦେଲା ଆମକୁ ଡ୍ୟାସ ସ୍ୱଭାବ କବି ଅଟନ୍ତି, ଗଙ୍ଗାଧର ମେହେର ଆମର ସ୍ୱଭାବ କବି ଅଟନ୍ତି, ଯିଏ କହିଥିଲେ ମାତୃଭାଷା ମାତୃଭୂମିର ମମତା ଯାହୃଦେ ଜନମି ନାହିଁ, ତାକୁ ଯଦି ଆମେ ଜ୍ଞାନୀ ଗୁଣୀରେ ଗଣିବା ତାହେଲେ କ'ଣ ଅଜ୍ଞାନ ରହିବେ କାହିଁ। ତାପରେ 8 ନମ୍ବର ଜନତାର ପ୍ରଥମ ପ୍ରୟୋଜନ କ'ଣ? ଏଠାରେ ପ୍ରାବନ୍ଧିକ ଗୋଲକ ବିହାରୀ ଧଳ ମାତୃଭାଷା ଓ ଲୋକଶିକ୍ଷା ପ୍ରବନ୍ଧରେ ଏହା ଉଲ୍ଲେଖ କରିଛନ୍ତି। ପ୍ରାବନ୍ଧିକ ମତରେ ଆଞ୍ଚଳିକ ଭାଷା ହେଉଛି ଜନତାର ପ୍ରଥମ ପ୍ରୟୋଜନ ହେଲା। ଏଇଟା 1 ମାର୍କ, ଏଇଟା 1 ମାର୍କ, ଟୋଟାଲ 2 ମାର୍କର କୋଶ୍ଚିନ୍ ଏଇଟା ହେଲା। ପ୍ରାବନ୍ଧିକ ମତରେ ଆଞ୍ଚଳିକ ଭାଷା ହେଉଛି ଜନତାର ପ୍ରଥମ ପ୍ରୟୋଜନ। 9 ନମ୍ବର ପ୍ରଶ୍ନ ଦେଶଭକ୍ତ ବୋଲି କାହାକୁ କୁହାଯାଇ ପାରିବ ନାହିଁ? ପୁଣି ସେଟା ଲେଖିଲେ ଆମର ଗୋଲକ ବିହାରୀ ଦଳ। ପ୍ରାବନ୍ଧିକ ମତରେ ଯେଉଁ ଲୋକର ମାତୃଭାଷା ପ୍ରତି ମମତା ନାହିଁ ତାକୁ କେବେ ଦେଶଭକ୍ତ ବୋଲି କୁହାଯାଇ ପାରିବ ନାହିଁ। ତାପରେ 10 ନମ୍ବର ଗଣତନ୍ତ୍ରର ମୂଳମନ୍ତ୍ର କହିଲେ କ'ଣ ବୁଝ? ପିଲାମାନେ ଗଣତନ୍ତ୍ରର ମୂଳମନ୍ତ୍ର ହେଉଛି ଶିକ୍ଷା ହେଲା। ଶିକ୍ଷା, କାରଣ ଲୋକେ ଉପଯୁକ୍ତ ଶିକ୍ଷା ନ ପାଇବା ପର୍ଯ୍ୟନ୍ତ ଗଣତନ୍ତ୍ର ସଫଳ ହେବ ନାହିଁ। ତାହେଲେ ଗଣତନ୍ତ୍ରର ମୂଳ ହେଉଛି ଆମର ଶିକ୍ଷା। 11 ନମ୍ବର ଆମର ସମୂହ ଜନତା ଅଳ୍ପ ସମୟ ମଧ୍ୟରେ କିପରି ଶିକ୍ଷିତ ହୋଇପାରିବେ? ପିଲାମାନେ ସମୂହ ଜନତା ଅଳ୍ପ ସମୟ ମଧ୍ୟରେ ମାତୃଭାଷା ମାଧ୍ୟମରେ ଶିକ୍ଷିତ ହୋଇପାରିବେ। ମାତୃଭାଷା ହିଁ ଜନତାଙ୍କୁ ଶିକ୍ଷିତ କରିବା ପାଇଁ ସର୍ବୋତ୍କୃଷ୍ଟ ମାଧ୍ୟମ। ତାପରେ 12 ନମ୍ବର ବିଦେଶୀ ଭାଷା ଲୋକମାନଙ୍କ ଭିତରେ ସହଜରେ ପ୍ରସାରିତ ନ ହେବାର କାରଣ କ'ଣ? କାରଣ ହେଉଛି ପିଲାମାନେ ବିଦେଶୀ ଭାଷା ପାଇଁ ମାନସିକ ପରିଶ୍ରମ କରିବାକୁ ହୋଇଥାଏ। ମାତୃଭାଷା ପାଇଁ ମନ ଭିତରେ ଯେପରି ଆମର ମନ ଭିତରୁ ବାହାରିଥିବା ବୃତ୍ତି ଥାଏ, ସେମିତି ବିଦେଶୀ ଭାଷା ପାଇଁ ମନ ଭିତରେ ସେପରି ଭାବ ରହିନଥାଏ। ବିଦେଶୀ ଭାଷାକୁ ବାସ୍ତବ ଜୀବନରେ ବ୍ୟବହାର କରାଯାଇନଥାଏ। 13 ନମ୍ବର ପ୍ରଶ୍ନ କେଉଁ ଅପ୍ରାକୃତିକ ପାଚେରୀକୁ ଭାଙ୍ଗିବା ପାଇଁ ଗାନ୍ଧିଜୀ ପ୍ରଥମେ ପ୍ରୟାସ କରିଥିଲେ? ହେଲା। ଆମ ଦେଶର ଲୋକେ ଇଂରାଜୀ ପାରଙ୍ଗମ ଓ ଇଂରାଜୀର ଅପାରଗ ଭାବରେ 2 ଭାଗରେ ବିଭକ୍ତ ହୋଇଛନ୍ତି। ବହୁତ ଭଲ ଇଂରାଜୀ ଗୁରେ କହୁଛନ୍ତି
ଆଉ ଗୁରେ କିଛି ଜାଣିନାହାନ୍ତି। ଏହି ପାଠୁଆ ଓ ଅପାଠୁଆ ଭିତରେ ରହିଛି ଅଦୃଶ୍ୟ ପାଚେରୀ ହେଲା, ମାନେ ଯେଉଁ ପାଚେରୀ ଆମକୁ ଦେଖାଯାଏନି। ଏହି ଅପ୍ରାକୃତିକ ପାଚେରୀକୁ ଭାଙ୍ଗିବା ପାଇଁ ଗାନ୍ଧିଜୀ ପ୍ରଥମେ ପ୍ରୟାସ କରିଥିଲେ। ନେକ୍ସଟ ଆମର 14 ନମ୍ବର, କୃଷି ବିଷୟକ ଶିକ୍ଷା ମାତୃଭାଷାରେ ହେଲେ କି ସୁଫଳ ହୁଅନ୍ତା? ପ୍ରାବନ୍ଧିକଙ୍କ ମତରେ କୃଷି ବିଷୟକ ଶିକ୍ଷା ମାତୃଭାଷାରେ ହେଲେ ଦେଶରେ ଇଂରାଜୀ ଅନଭିଜ୍ଞ ଅଥଚ ଭଲ ଭଲ ଅଭିଜ୍ଞ କୃଷକମାନେ କୃଷି କଲେଜରେ ସାମୟିକ ଶିକ୍ଷା ନେଇପାରିଥାନ୍ତେ ଏବଂ କୃଷି ଛାତ୍ରମାନେ ସେମାନଙ୍କ ପାଇଁ ସରଳ ପୁସ୍ତକମାନ ସହଜରେ ଲେଖି ପାରୁଥାନ୍ତେ। 15 ନମ୍ବର, ମାତୃଭାଷା ସମ୍ପର୍କରେ ଗାନ୍ଧିଜୀ ଓ ରବୀନ୍ଦ୍ରନାଥଙ୍କ ଦୃଷ୍ଟିକୋଣ କିପରି ଥିଲା? ହେଲା, ପ୍ରାବନ୍ଧିକ ବିଚାରରେ ଗାନ୍ଧିଜୀ ଓ ରବୀନ୍ଦ୍ରନାଥ ମାତୃଭାଷା ସମ୍ପର୍କରେ ଯାହା କହୁଥିଲେ ସେମାନେ କେବଳ ଜାତୀୟତା ସ୍ରୋତରେ ଭାସିଯାଇ ସେପରି କହୁନଥିଲେ, ବରଂ ସେମାନଙ୍କର ଦୃଷ୍ଟିକୋଣ ଥିଲା ଖୁବ୍ ବାସ୍ତବ, ସତ କଥା ସେମାନେ କହୁଥିଲେ। 16 ନମ୍ବର, ରୁଷ ସରକାର ପ୍ରତ୍ୟେକ ସୋଭିଏତର ଲୋକମାନଙ୍କୁ କେଉଁ ଅଧିକାର ଦେଇଛନ୍ତି? ରୁଷ ସରକାର ପ୍ରତ୍ୟେକ ସୋଭିଏତର ଲୋକମାନଙ୍କୁ ସେମାନଙ୍କର ମାତୃଭାଷାର ଶିକ୍ଷା ଓ ଶାସନ ଚଳାଇବାର ଅଧିକାର ଦେଇଛନ୍ତି। 17 ନମ୍ବର, ଗାଁ ଗହଳିରେ ଇଂରାଜୀ ପଢ଼ୁଆ ବିଡ଼ିଓ ଏବଂ ପଞ୍ଚାୟତ ଇଞ୍ଜିନିୟରଙ୍କ ଉଦାହରଣ ଦେଇ ଲେଖକ କ'ଣ କହିଛନ୍ତି? ପିଲାମାନେ ଗାଁ ଦୟନ ପରିସ୍ଥିତି ସମ୍ପର୍କରେ କହିଛନ୍ତି, କାରଣ ବିଡ଼ିଓ ପଞ୍ଚାୟତ ଇଞ୍ଜିନିୟର ଇଂରାଜୀରେ କଥାବାର୍ତ୍ତା ହେଉଥିଲା ବେଳେ ସାଧାରଣ ଲୋକ ତାହାକୁ ବୁଝିପାରନ୍ତିନି। ବୁଝିହେଲା, ଏଠି ଲେଖିଦେବ, ସାଧାରଣ ଲୋକ ତାକୁ ବୁଝିପାରନ୍ତିନି। 18 ନମ୍ବର, କେଉଁ ଘଟଣା ପାଇଁ ସ୍କଟଲ୍ୟାଣ୍ଡରେ ମାସ ମାସ ଧରି ଆନ୍ଦୋଳନ ଚାଲିଥିଲା? ପିଲାମାନେ ଲଣ୍ଡନର ଗୋଟେ ଷ୍ଟ୍ରିଟ୍ ଅଛି ଯାହାର ନାଁ ହେଉଛି କଣ୍ଡୁଇଟ୍ ଷ୍ଟ୍ରିଟ୍। BBC ସମ୍ବାଦ ପ୍ରଚାର ବେଳେ ସେ ଷ୍ଟ୍ରିଟ୍ର ନାଁକୁ ମାନେ ଭୁଲ ଲେଖା ହେଇଥିଲା ବୋଲି ଆନ୍ଦୋଳନ ଚାଲିଥିଲା। ତାପରେ 19 ନମ୍ବର, କେଉଁମାନଙ୍କୁ ରିଙ୍ଗ ଲିଡର କୁହାଯାଉଥିଲା? ରିଙ୍ଗ ଲିଡର କାହାକୁ କହିବା? ଫକୀର ମୋହନ ସେନାପତିଙ୍କ ପରି ଯେଉଁମାନେ ଓଡ଼ିଆ ଭାଷାର ଉନ୍ନତି କଥା ଚିନ୍ତା କରୁଥିଲେ ସେମାନଙ୍କୁ ଆମେ ରିଙ୍ଗ ଲିଡର ବୋଲି କୁହାଯାଉଥିଲା। 20 ନମ୍ବର, ଶାସିତଙ୍କୁ ଶାସକଙ୍କ ଠାରୁ କିଏ ଦୂରେଇ ରଖିଛି ବୋଲି ଲେଖକ କହିଛନ୍ତି? ଇଂରାଜୀ ଭାଷା ଦୂରେଇ ରଖିଛି ବୋଲି ଲେଖକ କହିଛନ୍ତି। ଇଏ ଥିଲା ଆମର କ'ଣ ସର୍ଟ କୋଶ୍ଚିନ୍ ବା 2 ମାର୍କିଆ। ନେକ୍ସଟ ପାର୍ଟରେ ଆମେ ସରଳ ଅର୍ଥ ଏବଂ ଲଙ୍ଗ କୋଶ୍ଚିନ୍ ଦେଖିବା। ଥ୍ୟାଙ୍କ ୟୁ ପିଲାମାନେ।